ବିରଜା। ମାଙ୍କ କରୁଣା ଲାଭ କରିବା ପାଇଁ ସମଗ୍ର ଭାରତ ବର୍ଷରୁ ଭକ୍ତଙ୍କ ସୁଅ ଛୁଟିଥାଏ। ମାଙ୍କ ମହିମା ବିଷୟରେ ବ୍ୟାସଙ୍କ ରଚିତ ମହାଭାରତ ଗ୍ରନ୍ଥରେ ମଧ୍ୟ ବାରମ୍ବାର ଉଲ୍ଲେଖ ରହିଛି। ଆସନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା ମା ବିରଜାଙ୍କ ମହିମା ଓ ମନ୍ଦିରର ଇତିହାସ ଓ ରହସ୍ୟ ସମ୍ପର୍କରେ। ମା ବିରଜା କିଏ? କାହିଁକି ଯାଜପୁରକୁ ନାଭିଗୟା କ୍ଷେତ୍ର କୁହାଯାଉଛି? ସତରେ କ'ଣ ଭୈରବ ଡାକ ଦେଲେ ଖୋଲିବ ମାଙ୍କ ପଶ୍ଚିମ ଦ୍ୱାର? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସତ୍ୟତାର କାହାଣୀ। ବନ୍ଧୁଗଣ,